ইন্দ্রধনুর সপ্তরঙ্গ সবুত যাইছিলি ভি ମୋ ଆଶା ଆକାଶେ କଳା ମେଘ ଖେଳେ ସୂରୁଜ ଗଲାଣି ଡୁବି ସୂରୁଜ ଗଲାଣି ଡୁବି। ଇନ୍ଦ୍ରଧନୁର ସପ୍ତରଙ୍ଗ ସବୁଦିନ ପାଇଁ ଲିଭିଗଲା। ସଙ୍ଗୀତ ଦୁନିଆର ଆଉ ଜଣେ ବାଦଶାହା ବିଦାୟ ନେଇଗଲେ। 200ରୁ ଅଧିକ ଓଡ଼ିଆ ସିନେମାରେ ସେ ଗୀତ ଗାଇଥିଲେ। ପାହାଡ଼ର ସେ ପାଖେ ଆମ ଛୋଟ ଗାଁ, ପାହାଡ଼ର ସେ ପାଖେ। ତାଙ୍କର ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ଆଜି ଖୋଜୁଛନ୍ତି ପ୍ରଣବଙ୍କ ସେହି ସ୍ୱରକୁ। ଏମିତି ରାତି ସେ ଝିଅ ଅଭୁଲା ସ୍ମୃତି। ଆଜି ବି ଏହି ଗୀତ ବାଜିଲେ ଲୋକଙ୍କ ହୃଦୟରେ ଚାଲିଆସେ ପ୍ରଣବଙ୍କ ନାଁ। ବହୁ ଓଡ଼ିଆ ସିନେ ଜଗତକୁ ବହୁ ହିଟ୍ ଗୀତ ଭେଟି ଦେଇଛନ୍ତି ପ୍ରଣବ, ଯିଏ 5 ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଶିଳ୍ପ ଜଗତରେ ରାଜତ୍ୱ କରି ଆସିଛନ୍ତି। ତାଙ୍କ କଥାକୁ ମନେ ପକାଇଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତା। ପ୍ରଫୁଲ୍ଲ କର ଓ ଅକ୍ଷୟ ମହାନ୍ତିଙ୍କ ପରେ ଓଡ଼ିଶା ଆଜି ଜଣେ ବିଶିଷ୍ଟ ସଙ୍ଗୀତଜ୍ଞକୁ ହରାଇଲା। 1971 ମସିହାରୁ ପ୍ରଣବଙ୍କ ସହ ସମ୍ପର୍କ ତାଙ୍କର ରହିଛି। ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ନେଇଥିବା ସମୟରେ ପ୍ରଣବଙ୍କ ସହ ଦେଖା ହୋଇଥିଲା। ତାଙ୍କର ଗୀତ ଗାଇବାର ଶୈଳୀ ପୁରା ଅଲଗା। ସବୁବେଳେ ଚୁପ୍ ରହିବାକୁ ଭଲ ପାଆନ୍ତି ପ୍ରଣବ। ସବୁ କଥା ଗୀତ ମାଧ୍ୟମରେ କହିବାକୁ ଭଲ ପାଇଥାନ୍ତି। ମାଝି ଗୀତ ଗାଇବାରେ ସେ ସିଦ୍ଧହସ୍ତ। ତାଙ୍କ ଭଳି ସୁପରହିଟ୍ ଗୀତ କେହି ଗାଇପାରିବେ ନାହିଁ ବୋଲି ଲକ୍ଷ୍ମୀକାନ୍ତ ମନେ ପକାଇଛନ୍ତି। ମୁଁ ଡାକ ପକେଇଲି ଗାଡ଼ିଟାକୁ କାର୍ଟାକୁ ଅଟକେଇକି ମୁଁ କାଚ ଖସି ଡାକିଲି ପ୍ରଣବ ଭାଇ ଡାକିଲି। ତାଙ୍କର ସେଇ ଚପଳ ଜବାବ, କିରେ ପାଲି ତୁ କୁଆଡ଼େ? ମୁଁ କହିଲି ତମେ ଚାଲି ଚାଲିକି କୁଆଡ଼େ? ସେ ଭାରି ନ୍ୟାଚୁରାଲ୍ ଲୋକ। ସେ ଅପେକ୍ଷା କରିଥିଲେ ଗୋଟେ ଅଟୋ ପାଇଲେ ଟୁଙ୍କିନି ଅଟୋରେ ପଳେଇ ଆସିବେ। ମୁଁ କହିଲି କୁଆଡ଼େ ଯିବ? ଘରକୁ ଯିବି ରେ, ଗାଡ଼ିକି ଆସ। ସେଠି ଭିଡ଼, ଭାଗ୍ୟ ଭଲ ଟ୍ରାଫିକ୍ ଅଫ୍ ଥିଲା, ତେଣୁ ମୋ ଗାଡ଼ି ଥିଲା। ଦୌଡ଼ିକି ଗାଡ଼ିରେ ପଳେଇ ଆସିଲେ। ମୁଁ ତାଙ୍କୁ ଏଠି ଛାଡ଼ିବା ପୂର୍ବରୁ କହିଲେ ଆରେ ଟିକେ ମିଠା ଦୋକାନରେ ଗାଡ଼ି ରଖ। ମୁଁ କହିଲି କାହିଁ? ନା ନା ମୋ ଛୁଆଙ୍କ ପାଇଁ ଟିକେ କ୍ଷୀର ଗଜା ପଠେଇବି। ଏଇଟା ଜଗନ୍ନାଥ ଜାଣିଛନ୍ତି। ମୋ ସ୍ତ୍ରୀ ଘରୁ ଆସିଲା ବେଳକୁ କହିଲା ମୋର ଆଜି ବି ମନେ ପଡ଼ୁଛି ଯେ ପୁରା ପରିବାର ପାଇଁ ସେ ମିଠା ପ୍ୟାକ୍ କରିକି ପଠେଇଲେ ଘରକୁ। ଆଉ ସ୍ନେହ ଅଯାଚିତ। 88 ବର୍ଷ ବୟସରେ ପ୍ରଣବ ଆଖି ବୁଜିଛନ୍ତି। ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା। ଗତ 10 ତାରିଖରୁ ସେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହଠାତ୍ କ'ଣ ହେଲା? ଶୁକ୍ରବାର ସକାଳୁ ଏ ଖବର ଶୁଣି ସମସ୍ତଙ୍କୁ ହତୋତ୍ସାହ କରିଥିଲା। କେହି ବିଶ୍ୱାସ କରିପାରୁନାହାନ୍ତି ଯେ ପ୍ରଣବ ସେମାନଙ୍କ ଗହଣରେ ଆଉ ନାହାନ୍ତି। ଆମ ଜେନା ଚିତ୍ତ ଜେନା ସେ ବି ଚାଲିଗଲେ। ପ୍ରଫୁଲ୍ଲ ଆଇନା ପ୍ରଫୁଲ୍ଲକର ଚାଲିଗଲେ। ସିକନ୍ଦର ଆଲମ ସେ ବି ଚାଲିଗଲେ। ଏବଂ ଉଚ୍ଚ କୋଟିର ଭଦ୍ରଲୋକ ସେ ଥିଲେ। ନମ୍ବର 1 ଗାୟକ, ଭଲ ଗାଆନ୍ତି, ଗୀତ ଗାଆନ୍ତି, ବ୍ୟବହାର ଅତି ଉଚ୍ଚ କୋଟିର, ଖୁବ୍ ଭଲ ଲୋକ ଥିଲେ। ପ୍ରଣବ ପଟ୍ଟନାୟକ ଓଡ଼ିଶାର ଗର୍ବ, ଭାରତ ବର୍ଷର ଗର୍ବ। ମୁଁ ଆମେରିକା ବାହାର ରାଜ୍ୟକୁ ଯେତେବେଳେ ଯାଇଛି ତାଙ୍କ ଗୀତ ସେଠି ବାଜିବା ମୁଁ ଶୁଣିଛି। ଖୁବ୍ ଭଲ ଗାୟକ ରତ୍ନ ଥିଲେ। ତାଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ, ଓଡ଼ିଶାବାସୀ, ଭାରତବାସୀ, ପୃଥିବୀବାସୀ। ଜଣେ ନମ୍ବର 1 କଳାକାରକୁ ଆଜି ଆମ ମାଟି, ଆମ ଦେଶ, ଆମ ରାଜ୍ୟ ହରାଇଲା। ମୁଁ ତାଙ୍କୁ ହିଁ କେବଳ ଫଲୋ କରେ। ଯଦି ସୁଭାଷ ଦାସ କିଛି ବି ଅଛି ତାହେଲେ ପ୍ରଣବ ପଟ୍ଟନାୟକ ପ୍ଲସ୍ ରଘୁନାଥ ପାଣିଗ୍ରାହୀ ପ୍ଲସ୍ ସିକନ୍ଦର ଆଲମ ବାଇ 3 ସମସ୍ତେ କହନ୍ତି ଏ କଥା। ମୋ ଭଏସ୍ରେ ସମସ୍ତଙ୍କର ଛଟା ଅଛି, ସମସ୍ତଙ୍କର ଟିକେ ଟିକେ ପାର୍ଟ ଅଛି ବୋଲି ସମସ୍ତେ କହନ୍ତି। ଏବଂ ପ୍ରଣବ ପଟ୍ଟନାୟକଙ୍କର ବେଶୀ ଅଛି, କାରଣ ତାଙ୍କର ପ୍ରୋନାଉନ୍ସିଏସନ୍ ଏତେ କ୍ଲିନ୍ ଥିଲା ଯେ କହିବା କଥା ନୁହେଁ। ତେଣୁ ଆମେ ସମସ୍ତେ ତାଙ୍କୁ ହିଁ
ମୁଁ ତ ବେଶୀ ତାଙ୍କୁ ହିଁ ଫଲୋ କରିକି ଆଜି ସୁଭାଷ ଦାସ ମୋତେ ବହୁତ ଭଲ ପାଆନ୍ତି। ଏଇଥିପାଇଁ କହନ୍ତି ତୁ ବିଧିବଦ୍ଧ ଭାବରେ ଶିଖିଲୁ ଆଉ ଏଇଟା ହେଉଛି ବହୁତ ବଡ଼ କଥା। ଦୀର୍ଘ ଦିନ ହେଲାଣି ଘରେ ରହୁଥିଲେ, ବେଶୀ ବାହାରକୁ ଯାଉନଥିଲେ। ବିଶେଷ କରି ତାଙ୍କର ଯେତେବେଳେ ବର୍ଷକ ତଳେ ଡେଙ୍ଗୁ ହେଲା, ଡେଙ୍ଗୁ ପରଠାରୁ ସେ ବହୁତ ଦୁର୍ବଳ ହେଇଯାଇଥିଲେ। ତେଣୁ କାଁ ଭାଁ ଗୋଟେ ଯୋଡ଼େ ପ୍ରୋଗ୍ରାମ୍ ଛାଡ଼ିଦେଲେ, ସେ ପ୍ରାୟ ବାହାରେ ତାଙ୍କୁ ଛଡ଼ା ଯାଉନଥିଲେ। ତେଣୁ ଏମିତି 10 ତାରିଖ ଦିନ ସକାଳୁ ହଠାତ୍ ସେ କଥାବାର୍ତ୍ତା କରୁଥିଲେ, ହଠାତ୍ ଟିକେ ସ୍ଲୋ ହେଇଗଲେ। ତେଣୁ କାଳେ କ'ଣ ଘଟିବ ବୋଲି ତାଙ୍କୁ ସମ୍ ହସ୍ପିଟାଲକୁ ନିଆଗଲା। ସମ୍ ହସ୍ପିଟାଲରେ ଥିଲେ। ତେଣୁ ହଠାତ୍ ଆଜି ସକାଳୁ ଗୋଟେ ଏମିତି ଖବର ଆସିଲା। ଜାନୁଆରୀ 20, 1938ରେ ଜନ୍ମଗ୍ରହଣ କରିଥିଲେ। ଗୁରୁ କୁନାଲ ଆଦି ନାରାୟଣଙ୍କ ତାଲିମରେ ସେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଶିଳ୍ପରେ ପାଦ ଦେଇଥିଲେ। 1958 ମସିହାରେ ସେ ପ୍ରଥମ ଥର ପାଇଁ ମା ଚଳଚ୍ଚିତ୍ରରେ ପ୍ଲେବ୍ୟାକ୍ ଗାୟକ ଭାବରେ ତାଙ୍କର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ଏମିତିକି ତାଙ୍କ ମଧୁର କଣ୍ଠ ପାଇଁ ସେ ରାଜ୍ୟ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ ହୋଇଥିଲେ। নয়নে সুনয়নারে দেলাকে নিশা ভরি রে নয়নে সুনয়নারে দেলাকে নিশা ভরি রে। ब्यूरो रिपोर्ट, ओडिशा रिपोर्टर।